ମୋର ପ୍ରିୟ ଆତ୍ମୀୟଗଣ ମାନେ ଆଜି ଆଜି ପ୍ରତ୍ୟେକ ପ୍ରାଣୀ ନିଜ ବିଷୟରେ ଜାଣିବା। ଆମକୁ ସୃଷ୍ଟିକୁ ସ୍ୱୟଂ ପରମ ବ୍ରହ୍ମ କ'ଣ ପାଇଁ ଆଣିଛନ୍ତି, ତେଣୁ ଆମର ଧର୍ମ କର୍ମ କ'ଣ, ଏସବୁ ଆମେ ବିବେକ ଦ୍ୱାରା ସବୁ କିଛି ଜାଣିପାରିବା। କେଉଁ କର୍ମ କରଣୀୟ, କେଉଁ କର୍ମ ଅକରଣୀୟ, କେଉଁ କର୍ମ କଲେ ଆମେ ସ୍ୱର୍ଗକୁ ଯିବା, କେଉଁ କର୍ମ କଲେ ଏ ମର୍ତ୍ତ୍ୟ ଲୋକରେ ଜନ୍ମ ହେବା, ଆଉ କେଉଁ କର୍ମ କଲେ ଆମେ ସପ୍ତପୁର ନରକୁ ଯିବା, ଓ ଆଉ କେଉଁ କର୍ମ କଲେ ଆମେ ସ୍ୱୟଂ ପରମ ବ୍ରହ୍ମଙ୍କ ପାଖରେ ପହଞ୍ଚିବା। ତେଣୁ ଏସବୁ ଜିନିଷ ଆପଣମାନେ ଅତି ସହଜରେ ଜାଣିପାରିବେ ଯଦି ଆମେ ବିବେକ ଅନୁସାରେ କର୍ମ କରିବୁ। ବିବେକ ଅନୁସାରେ କର୍ମ କଲେ ଆମର କର୍ମ କେବେ ଭୁଲ ହେବ ନାହିଁ। କାରଣ ଏଠି ନିଜର ବୋଲି କିଛି ନାହିଁ, କି କେହି ବି ନାହାନ୍ତି। ଆମ କର୍ମ ନେଇକି ପ୍ରଭୁ ଆମକୁ କିଛି ଦାୟିତ୍ୱ ଦେଇଛନ୍ତି। ଆମେ ତାଙ୍କ ପାଇଁ ଠିକ ସମୟରେ ଠିକ କର୍ତ୍ତବ୍ୟ କର୍ମ କରିବା ଆମର ଧର୍ମ। କିନ୍ତୁ ଆମେ ସ୍ୱୟଂ ପରମ ବ୍ରହ୍ମକୁ କେବେ ଭୁଲିବା ନାହିଁ, କି ଗୋଟେ କ୍ଷଣ ଭୁଲିବା ନାହିଁ। ସିଏ ଆମର ଅତି ନିଜର, ସିଏ ପ୍ରାଣର ମହାପ୍ରାଣ। ତାଙ୍କ ଶକ୍ତିରେ ଏ ପ୍ରାଣ ବାୟୁ ଚାଲିଛି, ଏହା ସତ୍ୟ।